ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ ସୂଚନା। ଏପ୍ରିଲ 22 ଓ 23 ତାରିଖରେ ମିଳିବ ସୁଭଦ୍ରା ଟଙ୍କା। ତ ଦେଖନ୍ତୁ ଯଦି ଆପଣମାନେ ସୁଭଦ୍ରା ଯୋଜନା ହିତାଧିକାରୀ ଅଛନ୍ତି, ଆପଣଙ୍କ ପାଇଁ ଆସିଯାଇଛି ଖୁସି ଖବର, ଯାହାକି ଏଇ 22-23 ରେ ଆପଣମାନେ ସୁଭଦ୍ରା ଟଙ୍କା ପାଇପାରିବେ। ତ ଦେଖନ୍ତୁ କଣ ଅପଡେଟ ରହିଛି, ଭିଡିଓକୁ ଶେଷ ପର୍ଯ୍ୟନ୍ତ ଯୋଉମାନେ ମଧ୍ୟ ଅପେକ୍ଷା କରି ବସିଛନ୍ତି କେବେ ମିଳିବ ଏଇ, ତ ଦେଖନ୍ତୁ ଏପ୍ରିଲ 22 ଓ 23 ତାରିଖରେ ମିଳିବ ସୁଭଦ୍ରା ଟଙ୍କା। ସର୍ଭେ ପରେ ଯୋଗ୍ୟାଧିକାରୀଙ୍କୁ ଟଙ୍କା ମିଳିବ। ସୁଭଦ୍ରା ଯୋଜନାରୁ ବାଦ ପଡିଛନ୍ତି 1,70,000 ହିତାଧିକାରୀ ଆକାଉଣ୍ଟକୁ ଆସିବ ଟଙ୍କା। ସୁଭଦ୍ରା ଯୋଜନାରେ 1,56,877 ମହିଳା ପ୍ରଥମ କିସ୍ତି ପାଇଛନ୍ତି। ସେହିଭଳି ଦ୍ୱିତୀୟ କିସ୍ତି ପାଇଛନ୍ତି 98,82,092 ଜଣ ମହିଳା। ପ୍ରଥମ କିସ୍ତିରେ ସରକାର 5,32,93,85,000 ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟ ପଠାଇଛନ୍ତି ଟଙ୍କା। ଦ୍ୱିତୀୟ କିସ୍ତିରେ 4,000 ଟଙ୍କା 941,04,70,000 ଟଙ୍କା ପଠାଇଛନ୍ତି। କି ଜଣଙ୍କୁ ପଇସା ପଠାଯିବ। ଯଦି ଆପଣମାନେ ମଧ୍ୟ ହିତାଧିକାରୀ ଅଛନ୍ତି ତାହେଲେ ଆପଣ ବି ପାଇପାରିବେ। ଯଦି ଆପଣମାନେ ଏବେ ପର୍ଯ୍ୟନ୍ତ ଆଧାର ସେଡିଂ କରିନାହାନ୍ତି ବା KYC କରିନାହାନ୍ତି ତାହେଲେ ଖୁବ ଶୀଘ୍ର ଆପଣମାନେ এই ସୁଭଦ୍ରା ଯୋଜନାରେ ଆଧାର ସେଡିଂ କରନ୍ତୁ, ଆଉ ମୋବାଇଲ ନମ୍ବର ଲିଙ୍କ କରନ୍ତୁ, ଆଉ DBT ସେଟିଂ କରନ୍ତୁ। ତ ଏଇଭଳିଆ ଆଇଓଟି ଅପଡେଟ ଥିଲା। ଆଶା କରୁଛି ଭିଡିଓ ଭଲ ଲାଗିଥିବ, ତାହେଲେ ସେୟାର କରନ୍ତୁ, ଲାଇକ୍